ତାର ପ୍ରେମ। ତାହେଲେ ତମେ କବିତା ଲେଖ, ସାମୟିକ ହାଣ୍ଡିଆ ବ୍ୟବସାୟରେ ପେଟ ପୋଷ। ସେ ହସିଲା। ସରୁଆ ହେଇ ମଧ୍ୟ ଉଚ୍ଚତାର ଅଳ୍ପ ବୟସର ଟୋକାଟିଏ। ପୂର୍ବଥର ମୋ ସହିତ ଦେଖା ହେଲା ବେଳେ ଯେତେ କୁଞ୍ଚୁ କୁଞ୍ଚୁ ଜାକି ଜାକି ହେଉଥିଲା, ଏଥରକୁ ସେସବୁ ଅନେକ କମିଲାଣି, ଅନେକ ଫ୍ରି ହୋଇଗଲାଣି। ଏଥରକ ତା ଚେହେରାରେ ଗୋଟିଏ ଦୀପ୍ତି, ଗୋଟିଏ ଆଭା ଖେଳିଲାଣି। ସାବନା ମୁହଁ ଶରତ ଋତୁର ଅରଣ୍ୟର ବର୍ଣ୍ଣ ପରି ପ୍ରାଣବନ୍ତ ଉଜ୍ଜ୍ୱଳ। ଆରଥର ବି ମୁଁ ତା ସାଙ୍ଗରେ ଏତେ ଫ୍ରି ହୋଇପାରି ନଥିଲି। ମୁଁ ଖାଲି ଜାଣିଥିଲି ସେ ବାହା ହେଇଛି, ନୂଆ ନୂଆ ବୈବାହିକ ଜୀବନ। ଆରଥରକ ସେ ମୋତେ କହିଥିଲା ସେ ଅନେକ ଗୁଡ଼ିଏ କବିତା ଲେଖିଛି, 2ଟି ଖଣ୍ଡେ ଡ୍ରାମା ଲେଖିଛି ମୁଣ୍ଡାରୀ ଭାଷାରେ। କିନ୍ତୁ ଦୁର୍ଭାଗ୍ୟ, କିଏ ସବୁ ପାଠୁଆ ପିଲା ତାଙ୍କର ନିଜ ସମ୍ପ୍ରଦାୟର ସେ ଡ୍ରାମାକୁ ନେଇ ଭୁବନେଶ୍ୱର ଆଡ଼େ ଅଭିନୟ କରେଇଛନ୍ତି ଓ ଛାପେଇଛନ୍ତି ମଧ୍ୟ। ତେବେ ସେ ଛାପାରେ କୃଷ୍ଣଚନ୍ଦ୍ର ଜାରିକା ବଦଳରେ ଅନ୍ୟ କାହାରି ନାଁ ଛପା ହୋଇଯାଇଛି ଲେଖକ ତଳେ। ମୁଁ ଆଶ୍ଚର୍ଯ୍ୟ ହୋଇଥିଲି, ଦୁଃଖ ମଧ୍ୟ କରିଥିଲି। ନିମନ୍ତ୍ରଣ କରିଥିଲି, ଆଉ ଥରେ ଆସ, ତମ କବିତା ଶୁଣିବା। ଯିବା ପୂର୍ବରୁ ସେ ମୋତେ ତା ନିଜସ୍ୱ କବିତାରୁ 2 ପଦ ଶୁଣାଇଥିଲା। ଆମଦଗ ଡିଣ୍ଡା ଏଙ୍ଗା ମେ ନାଇଜ, ଆମଦଗ ଡିଣ୍ଡା ଆପୁ ମେ ନାଇଜ, ଗାଲାନା ଧୀରି ବଙ୍ଗାଲ ଲେକା ଆମଦଗ ସେବା ମେ। ବୁଝାଇ ଦେଇଥିଲା ମଧ୍ୟ ଅର୍ଥଟି ସେ କବିତାର। ଏଠି ଗୋଟିଏ ଝିଅକୁ ଡିଣ୍ଡା ସମ୍ବୋଧନ କରାଯାଇ କୁହାଯାଇଛି, ହେ ମୋର ଡିଣ୍ଡା, ତମର ମା ଅଛନ୍ତି, ବାପା ଅଛନ୍ତି, ନଦୀର ପଥରକୁ ଠାକୁର ଶାଳଗ୍ରାମ ପରି ଯତ୍ନରେ ରଖି ସ୍ନେହରେ ପୂଜା କଲା ପରି ତମକୁ ସେମାନେ ରଖିଛନ୍ତି। ମୋର ମା ବାପା କେହି ନାହାନ୍ତି। ହେ ମୋର ଡିଣ୍ଡା, ମୋତେ ମୋ ଭଳି ପଥରଟାକୁ ବାଟରୁ ଉଠେଇ ନେଇ କିଏ ତାକୁ ରଖିବ, ସ୍ନେହ କରିବ, ପୂଜା କରିବ। ଏଥର ସେ ଆସି ପହଞ୍ଚିଗଲା। ମୁଁ ତାକୁ ଡ୍ରଇଂ ରୁମକୁ ଡାକିନେଲି। ପାଖରେ ସୋଫାରେ ବସେଇଲି। ପଚାରିଲି, କବିତା ଆଣିଛ? ଜାରିକାର ମୁହଁ ଶୁଖିଗଲା। କହିଲା, 27ଟା କବିତା ଲେଖିଥିଲି। ମୋ ପୁତୁରା ଲୁଚେଇ କରି ନେଇ ପଳେଇଛି ଆଜ୍ଞା। ପୁତୁରା ଲୁଚେଇ କରି ନେଇ ପଳେଇଛି ମାନେ? ମୁଁ ଆଶ୍ଚର୍ଯ୍ୟ ହେଲି। ସେଇଠୁ ହସିଦେଇ ପଚାରିଲି, ସେ କ'ଣ ପ୍ରେମରେ ପଡ଼ିଛି ନା କ'ଣ? ତମ କବିତା ନେଇ ସେ ତାହେଲେ କ'ଣ କରିବ? ଜାରିକାର ମୁହଁ ଲାଲ ପଡ଼ି ଆସୁଥାଏ। ସେ ଏକ ଅଳରେ ମୁହଁ ଲୁଚେଇ ନେଲା, ଟିକିଏ ହସିଦେଲା। ତାପରେ ମୁହଁ କାଢ଼ି ଚାହିଁଲା ମୋତେ। କହିଲା, ପ୍ରେମ ପାଇଁ କବିତା ଚୋରି? ଚୋରି ନୁହେଁ ଆଜ୍ଞା, ମୁଁ ବି ତ ଦିନେ ସେଇଆ କରିଥିଲି। ମାନେ? ଆଶ୍ଚର୍ଯ୍ୟ ଅବିଶ୍ୱାସରେ ମୁଁ ଟୋକାଟିକୁ ମୁହଁକୁ ନିଠେଇ କରି ଚାହିଁ ପଚାରିଲି, ତାହେଲେ ତମର ସେ କବିତାଗୁଡ଼ିକ ତମର ନୁହଁ, ନିଜସ୍ୱ ନୁହଁ? ଜାରିକାର ଆଖି ଯୋଡ଼ିକ ବେଶ୍ ସୁନ୍ଦର, ନିର୍ମଳ, ଡଳ ଡଳ। ସେ ଆଖିରେ ମୋର ସ୍ନେହ ବା ସହାନୁଭୂତି ଭିକ୍ଷା କଲା ପରି ଅନାଇ ଦେଲା ସେ ମୋ ଆଖିକୁ। ଆଉ ଯୁକ୍ତି କଲା ପରି କହିଲା, ଆଚ୍ଛା କୁହନ୍ତୁ, ଏଇ 2 କବିତା ଭିତରେ କି ସାମଞ୍ଜସ୍ୟ ଅଛି? ଏହାପରେ ସେ ପ୍ରଥମେ ନିଜର ଅନ୍ୟ ଏକ କବିତା ଆବୃତ୍ତି କଲା ଓ ଅର୍ଥ କହିଲା। ଜୀବନରେ ଉଡ଼ୁ ନିନାଇନା, ଆମା ଉଡ଼ୁ ନାମେ ମିନା, ଚୁଇଲେ ମୁସିଂ ବେପ୍ଟାମେନ୍ତେ ଜିଦୁ କୁପୁଲିତାନ। ଅର୍ଥ, ମନର ଭାବନା ଅସ୍ଥିର, କିନ୍ତୁ ତୁମକୁ ତମ ଭାବନା ସ୍ଥିର କରି ନେବାକୁ ପଡ଼ିବ। ଏଇ ସ୍ଥିର ଭାବନା ନେଇ ତମ ସାଥିରେ ମୋର ଦିନେ ନା ଦିନେ ନିଶ୍ଚୟ ଭେଟ ହେବ। ମୋର ଅସ୍ଥିର ମନ ବରାବର କହୁଛି ଏଇ କଥା। ଏହାପରେ ଜାରିକା ଆବୃତ୍ତି କଲା, ପ୍ରିୟ ମୁଖ ନୟନ କର ଚରଣ, ତୋ ନାମ ସଙ୍ଗେ ସିନା ସୁଖ କାରଣ, ଶ୍ୱେତ ଲୋହିତ ରଙ୍ଗତ ଶୁଭ୍ର ତନୁ, ବାରେ ଦେଖିଲେ କେବେ ନ ଯିବ ମନୁ। ଜାରିକା କଣ୍ଠରୁ ଏ ଆବୃତ୍ତି ଶୁଣି ମୁଁ ଚମକି ପଡ଼ିଲି। ପଚାରିଲି, ଜାରିକା, ତମେ କେତେ ପର୍ଯ୍ୟନ୍ତ ପଢ଼ିଛ? 9ମ। ତମେ ଆଉ ପଢ଼ିଲ ନାହିଁ କାହିଁକି? ଜାରିକାର ଢଳଢଳ ଆଖି ଆହୁରି ଢଳଢଳ ହୋଇଗଲା। ଉତ୍ତର ମିଳିଲା, ସେଇ ଢଳଢଳ ଆଖିରୁ ମୁଁ ଭଲ ପଢ଼ୁଥିଲି। 5ମରେ ବୃତ୍ତି ପରୀକ୍ଷାକୁ ଗଲି, ପାଇଲି ନାହିଁ। 6ଠରୁ ଅଙ୍କ ଆଉ ଇଂରେଜୀ ଯୋଗୁଁ ମୁଣ୍ଡ ଖରାପ ହୋଇଗଲା। ସ୍କୁଲ ଗଲି ନାହିଁ। ମୋ ମା ବାପା ବହୁ ପିଲାଦିନୁ ମରିଛନ୍ତି। ବୁଢ଼ୀମା ଅମୁଲ ଖୁଆଇ ବଞ୍ଚେଇଥିଲା। ବୁଢ଼ାବାପା ମୋତେ ସ୍କୁଲରେ ପଢ଼େଇବାକୁ ବ୍ୟବସ୍ଥା କଲେ। ମୁଁ ଗଲି ନାହିଁ, ଡରିଲି। ସେଇଠୁ ବୁଢ଼ାବାପା ଡକେଇଲେ ଗୁଣିଆ। ଗୁଣିଆକୁ ଦେୱା କହନ୍ତି ଆମର ଆଡ଼େ। ଅଧରାତିରେ ଗଭୀର ନିଦରେ ମୋତେ ଟେକି ନେଇ ଗାଁ ସୀମା ବାହାରେ ରଖାଗଲା। ସକାଳକୁ ମୋତେ ବୁଢ଼ାବାପା ସ୍କୁଲ ରାସ୍ତାରେ ନେଲେ। କହିଲେ, ଚାଲଯିବା ଅଜା ଘରକୁ। ମୁଁ ସ୍କୁଲ ହାଟ ପାଖରେ ପହଞ୍ଚିବା କ୍ଷଣି ନିଜେ ନିଜେ କହିଲି, ସ୍କୁଲକୁ ଯିବି।
ଅଜା ଘରକୁ ଯିବି ନାହିଁ। ସବୁ ତାହେଲେ ଗୁଣିର ଫଳ। ତମେ ପୁଣି ଫେରିଲ ସ୍କୁଲକୁ ନା? ଜାରିକା ଗମ୍ଭୀର ହୋଇଗଲା। କହିଲା, ସ୍କୁଲକୁ ଡରିଲି ନାହିଁ, ଗଲି। କିନ୍ତୁ ଅଙ୍କ ଇଂରେଜୀ? ସେ ଡର ଛଡ଼େଇ ପାରିଲା ନାହିଁ ଗୁଣିଆ। ମୁଁ ନବମ ଯାକେ ଚାଲି ଆସିଲି। ପଢ଼ା ଛାଡ଼ିଦେଲି। ସେଇ ନବମ ବେଳେ କବିତା ପ୍ରବେଶରୁ ପଢ଼ିଲି ପଦ୍ମ ମଧୁରାଓଙ୍କର, ପଢ଼ିଲି ଚିଲିକା ରାଧାନାଥଙ୍କର। ତାପରେ ଜାରିକା କୃତକୃତ୍ୟ ହୋଇ ହସି ଉଠିଲା। ମୁଁ କବିତା ଲେଖିଲି ମୋ ନିଜର। ପଦ୍ମ କବିତାର ଉପମା ମୋତେ ଭଲ ଲାଗିଲା। ମୁଁ ମୋ ନିଜର ଉପମା ଦେଇ ଲେଖିଲି, ଜୀବନରେ ଉଡ଼ୁ ନିନାଇନା, ମାନେ ମନର ଭାବନା ସଦାବେଳେ ଅସ୍ଥିର ଇତ୍ୟାଦି। ଏହାପରେ ଜାରିକା ମୋତେ ପୁଣି ପଚାରିଲା, ମୋ କବିତା ସାଥିରେ ମଧୁରାଓଙ୍କର କବିତାର କିଛି ସମାନ ଦେଖୁଛନ୍ତି କି ଆଜ୍ଞା? ମୁଁ ଚୁପ୍। ମନେ ମନେ ଭାବିଗଲି, ସେଇ ମଧୁରାଓ, ସେଇ ରାଧାନାଥ ତ ମୋର ନିଜର ଗୁରୁ। ଜାରିକା, ସେଇମାନେ ତ ଗଢ଼ିଛନ୍ତି ଆଜିର ଆଧୁନିକ ଓଡ଼ିଆ କବି ଲେଖକର ମୂଳଦୁଆ। ତମେ ବା କାହିଁକି ବାଦ୍ ଯିବ? ଏହାପରେ କଥା ଘୂରିଗଲା ଅନ୍ୟ ଆଡ଼େ। ମୁଁ ପଚାରିଲି, ଜାରିକା, ତମେ କ'ଣ ଏଇ କବିତା ବଳରେ ତମ ପ୍ରେମିକାର ମନ ନେଲ? ଏଇ ଜୀବନରେ ଉଡ଼ୁ ନିନାଇନା ଦ୍ୱାରା? ଜାରିକାର ମୁହଁର ରଙ୍ଗ ପୁଣି ବଦଳିଯିବା ଭଳି ଦିଶିଲା। କଉଣୀର ଟିକିଏ ମୁହଁ ଉଢ଼ାଳ କରିନେଲା ସେ। ଏହାପରେ ପ୍ରକୃତିସ୍ଥ ହୋଇଗଲା। କହିଲା, 27ଟା କବିତା। ଆମେ ନାଚୁ। ଧାଡ଼ିଏ ପୁଅ, ଧାଡ଼ିଏ ଝିଅ ସାମ୍ନାସାମ୍ନି ହୋଇ। ଗୀତ ବୁଲା ଚାଲିଥାଏ। ମଝିରେ ବାଇଦର ତାଳ ବଦଳିଯାଏ। ପୁଅଟିଏ ଝିଅଟିର ହାତ ଧରାଧରି ହୋଇଯାନ୍ତି, ନାଚନ୍ତି। ସେତିକିବେଳେ ମୁଁ ମୋ ପ୍ରେମିକା, ତା ନାଁ ଚାନ୍ଦୁ, ଚାନ୍ଦୁ କାନରେ କହି ଦେଇଯାଏ ମୋ ପ୍ରାଣର ବେଦନା। ଗୋଟିଏ ପରେ ଗୋଟିଏ କବିତା, ଖାଲି କବିତା। ସେଇଠୁ ଚାନ୍ଦୁର ମନ ତରଳେଇବା ସହଜ ନୁହଁ ଆଜ୍ଞା। ମୁଁ ପ୍ରତିଦିନ ଆହୁରି ଆହୁରି ସୁନ୍ଦର ସୁନ୍ଦର କବିତା ଫାନ୍ଦେ। ମୋତେ ଏ ଦିଗରୁ ମଧୁରାଓ ରାଧାନାଥ କମି ସାହାଯ୍ୟ କରିନାହାନ୍ତି ଆଜ୍ଞା। ମୋତେ ଏ ଦିଗରେ ମଧୁରାଓ ରାଧାନାଥ କମ୍ ସାହାଯ୍ୟ କରିନାହାନ୍ତି ଆଜ୍ଞା। ଜାରିକା ତଳକୁ ମୁହଁ ପୋତି କହି ଲାଗିଥିଲା। ମୁଁ ଅଭିଭୂତ। କ୍ଷୀଣ କଣ୍ଠରେ କେତେବେଳେ ଅପରେ ଯାଇ ପଚାରିଲି, ଜାରିକା, ଚାନ୍ଦୁ ଶେଷରେ ସମ୍ମତି ଦେଲା ନିଶ୍ଚୟ? କି ଭାଷା? କ'ଣ କବିତାରେ? କ'ଣ କବିତାରେ ନା? ଜାରିକା ମୁହଁ ନ ଟେକି ନିଜର ପାଦକୁ ଅନାଇ ରହି କହିଲା, ସେ ତ କବି ନୁହଁ ଆଜ୍ଞା, କବି ମୁଁ। ମୋ ପ୍ରଶ୍ନର ଉତ୍ତର ଦିନେ ସେ ଆମରି ଭାଷାରେ ଅତି ସରଳ କଥାରେ ଦେଲା। କହିଲା, ସେନ୍ୱାଲା ଏଣ୍ଟ୍ରେନ୍। ମୁଁ ବୁଝିପାରିଲିନି। ପୁଣି ନ ବୁଝିଲା ପରି ପଚାରିଲି, ତା ଅର୍ଥ କ'ଣ ଜାରିକା? ସେନ୍ୱାଲ ଏଣ୍ଟ୍ରେନ୍ ମାନେ? ଜାରିକାର ପତା ମୁହଁ ହୁଗୁଳିଗଲା। ମୋ ମୁହଁକୁ ଅନେଇ ରହିଲା। ହସିଲା। ଭାରି ମିଠା ସେ ହସ। ସେଇ ମିଠା ମୁହଁରେ ବ୍ୟାଖ୍ୟା କରିଦେଲା, ଯିବା, ତେବେ ଯିବା। ଏଇଆ କହିଲା ସେ। କବି ଜାରିକା ପ୍ରେମିକା ତାର ପରଠାରୁ ନିଜ ବାପଘର ଛାଡ଼ି ଚାଲି ଆସିଲା ତାର ପ୍ରେମିକ ଘରକୁ। ଅବଶ୍ୟ ସେମାନଙ୍କର ଅନୁଷ୍ଠାନିକ ବିବାହ ଯଥାରୀତି ଅନୁଷ୍ଠିତ ହୋଇଗଲା। ଏତିକିରେ ଜାରିକାର ପ୍ରେମ ସରିଲା। ପୁଣି ଆମେ ପଢ଼ିବା ଭୂତ ଗଳ୍ପ। ରହୁଛି, ଜୟ ଜଗନ୍ନାଥ। ଯଦି ଆପଣମାନଙ୍କୁ ଭଲ ଲାଗୁଛି ତାହେଲେ ସବସ୍କ୍ରାଇବ୍ କରନ୍ତୁ। ଆଉ ମୋତେ କମେଣ୍ଟରେ କୁହନ୍ତୁ ମୁଁ କେଉଁ ଗଳ୍ପ ପଢ଼ିବି।